ମୁଁ ଗଙ୍ଗାଧର ସାହୁ এই ସ୍କୁଲର ପ୍ରଥମେ ବିଜ୍ଞାନ ଶିକ୍ଷକ ଥିଲି। ପରେ ପ୍ରଧାନ ଶିକ୍ଷକ ହୋଇ 2022 ମସିହା 31 ମେ ମାସରେ ମୁଁ ଅବସର ଗ୍ରହଣ କଲି। ଏଠି ବିଜ୍ଞାନ ମେଳା ଆମ ସ୍କୁଲରେ ତୈরি ଆସେ, କିନ୍ତୁ ଏ ବର୍ଷ ବିଜ୍ଞାନ ମେଳା ଭଲ ଅତି ସୁନ୍ଦର ହେଇଛି। ଏଥିରେ ବିଜ୍ଞାନ ପ୍ରତି ପିଲାମାନଙ୍କର ଯେମିତି ଆଗ୍ରହ ସୃଷ୍ଟି ହେବ ଏବଂ ନୂତନ ନୂତନ ଉଦ୍ଭାବନ ସବୁ କରିବେ ଏବଂ ଭବିଷ୍ୟତରେ ଭଲ ଏଇ ଯେଉଁ ମାଟି ଏଠି ଆମର ପ୍ରାଣଦୁଷ୍ଟ କରିବା ମାଟି ଆଦିନ ମଧ୍ୟ ବୈଜ୍ଞାନିକ ବାହାରିବେ ବୋଲି ଆମେ ଆଶା କରୁଛୁ। ବିଜ୍ଞାନ ବିଷୟରେ ସେମାନେ ଯେଉଁ ଧାରଣା ନେଉଛନ୍ତି, ଏଇ ଧାରଣା ସେମାନଙ୍କର ପୂର୍ବରୁ ନଥିଲା। ପ୍ରୋଜେକ୍ଟ କରିବା ଦ୍ୱାରା ବିଭିନ୍ନ ପ୍ରକାର ଯେଉଁ ଆମର ବର୍ଜ୍ୟବସ୍ତୁ କ'ଣ, ଆମର ସୋଲାର ପାୱାର କ'ଣ, ଆମର ବିଭିନ୍ନ ପ୍ରକାର ଆମେ ରାସାୟନିକ ସାର ବ୍ୟବହାର କଲେ କ'ଣ ଅସୁବିଧା ହେଉଛି, ଆମେ ଜୈବ ସାର କେମିତି କାହିଁ ବ୍ୟବହାର କରିବା, କେମିତି କୀଟନାଶକ ବ୍ୟବହାର ନ କରି ଆମେ ପ୍ରାକୃତିକ ବିଷଧକ ଯାହା ଆମର ଲିମ୍ବ ପତ୍ର ଆଉ ଆମର ସୋରିଷ ପିଡ଼ିଆ ଏବଂ ହଳଦୀ ଗୁଣ୍ଡ ଏମିତି ବ୍ୟବହାର କରି ସେଗୁଡ଼ାକ ପ୍ରୋଜେକ୍ଟ କରିବୁ ଏବଂ ପରିବେଶ ସୁସ୍ଥ ରଖିବୁ। ସେଥିପାଇଁ ସେମାନେ ମଧ୍ୟ ଏଇ ପାର୍ଟିସିପେଟ୍ ଗ୍ରହଣ କରୁଛନ୍ତି। ପ୍ରତ୍ୟକ୍ଷ ଭାବେ ଏଇଟା ହେଉଛି ପ୍ରତ୍ୟକ୍ଷ ପ୍ରୋଜେକ୍ଟ। ଏଇଟା ପ୍ରତ୍ୟକ୍ଷ ଯାହା ହେଇଛି ସେମାନେ ଆଉଟପୁଟ୍ କରି ଦେଖାଉଛନ୍ତି। ଏଇଟା ଆମର ପାଣି ମନେକର ବର୍ଷା ଜଳ ରଖୁଛନ୍ତି, ବର୍ଷା ଜଳ କେମିତି ତଳକୁ ଆସୁଛି, ସେ ସିଧାସଳଖ ଏଠି ସବୁ କାର୍ଯ୍ୟ କରୁଛନ୍ତି। ଏଠି ମାନେ ସିଧାସଳଖ ଏମାନେ ତାକୁ ପ୍ରାକ୍ଟିକାଲ ବା ତାକୁ ଯେମିତି ଦୈନନ୍ଦିନ ଜୀବନ ବ୍ୟବହାର କରିପାରିବେ ସେଇ ବିଷୟରେ ସେମାନେ ଧାରଣା ଦେବେ। ପିଲାମାନଙ୍କୁ ଆଗ୍ରହ ପ୍ରକାଶ କରିବା ପାଇଁ ଆଗରୁ ବିଶେଷ କିଛି ନଥିଲା। ଏବେ ଆମର ଏଇ ଲାଇବ୍ରେରୀ ହେଇଛି, ଲାଇବ୍ରେରୀରେ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ସବୁ ଆସୁଛି। ତାକୁ ପିଲାମାନେ ପୁଣି ତା ଦେହରେ ଦେଖି ତା ମନ ଭିତରୁ ମଧ୍ୟ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ସୃଷ୍ଟି କରୁଛନ୍ତି। ବର୍ତ୍ତମାନ ବିଭିନ୍ନ ମିଡ଼ିଆରୁ ସେମାନେ ସଂଗ୍ରହ କରୁଛନ୍ତି, ପରିବେଶ ବିଷୟରେ ସଂଗ୍ରହ କରୁଛନ୍ତି, ପରମାଣୁ ବୋମା ବିଷୟରେ ସଂଗ୍ରହ କରୁଛନ୍ତି, ଆଉ ଆମର ପରିବେଶ ଯେତେବେଳେ ଦୂଷିତ ହେଉଛି ତାକୁ କେମିତି ପ୍ୟୁରିଫିକେସନ କରିବେ, କେମିତି ଆମର ବାତ୍ୟା ବନ୍ୟା ହେରିକା ଆଗରୁ ଆସୁଥିଲା ତାକୁ କେମିତି କ୍ଷତି ହେଉଥିଲା, ଏବେ ତା ପୂର୍ବରୁ କେମିତି ସେମାନେ ସୂଚନା ପାଇପାରିବେ। ଏବଂ ଗୋଟିଏ କଥା ବର୍ତ୍ତମାନ ରହିଛି, ଗୋଟେ ପ୍ରୋଜେକ୍ଟ ଆସିଛି ଯେକି ଆମର ଭୂମିକମ୍ପ ହେଲେ, ଭୂମିକମ୍ପ ହେଲେ ଯେଉଁ ପୃଥିବୀର ଯେଉଁ କମ୍ପନ ସୃଷ୍ଟି ହେଉଛି, ସେ କମ୍ପନ ସୃଷ୍ଟି କରି ତା ଦେହରୁ ହବା ମାତ୍ରେ କମ୍ପନ ଆରମ୍ଭ ହେଲା ମାତ୍ରେ ସେ ସୂଚେଇ ନଥାଏ। ଏମିତି ଗୋଟେ ପ୍ରୋଜେକ୍ଟ ଅଛି। ଏଟାକୁ ଆମେ ଏଇଟା ସେ ଦେଖିଛି ଗୋଟେ ପଟାଟାରେ କରିଛି। ପଟାଟା ଯଦି ହଲୁଛି ସେଟା ଗୋଟେ ଶବ୍ଦ କରୁଛି। ସେମିତି ଆମର ଆର୍ଥର ଯେଉଁ ରହିଛି ପ୍ଲେଟ୍ ସବୁ ରହିଛି, ସେ ହଲିଲେ ସେ ଶବ୍ଦ କରି ଆମେ ତା ପୂର୍ବରୁ ସୂଚନା ପାଇ ବୋଲି ଆମେ ଧାରଣା ଦେଉ। ପ୍ରଧାନ ଶିକ୍ଷକ ଦଧିବାମନ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ଗ୍ରାମଚରଣପୁର ବାଲିକଟା ଜଗତସିଂହପୁର। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିଜ୍ଞାନ ମେଳା ହେଉଛି। ଯେହେତୁ ବ୍ଲକ ସ୍ତରରେ ଆସନ୍ତା ଡିସେମ୍ବର ମାସରେ ହେବ, ତା ପୂର୍ବରୁ ଆମର ବିଦ୍ୟାଳୟ ସ୍ତରରେ ବିଜ୍ଞାନ ମେଳା କରାଯାଉଛି। ଏହି ବର୍ଷର ବିଜ୍ଞାନ ମେଳା ବିଷୟବସ୍ତୁ ଥିଲା ଷ୍ଟେମ୍ ଫର୍ ବିକଶିତ ଆଣ୍ଡ ଆତ୍ମନିର୍ଭର ଭାରତ। ତା ଅଧୀନରେ ରହୁଛି 7ଟା ଥିମ୍ ରହୁଛି: କୃଷି, ବର୍ଜ୍ୟବସ୍ତୁ ପରିଚାଳନା, ଜଳସେଚନ, ପ୍ରଯୁକ୍ତି ବିଦ୍ୟା, ସ୍ୱଚ୍ଛତା ଆରି ଉପରେ ରହୁଛି। ତାରି ଉପରେ ବେଶ କରିକି ପିଲାଙ୍କୁ 10 ଦିନ ପୂର୍ବରୁ ତାଙ୍କୁ ଜଣାଇ ଦିଆଯାଇଥିଲା ପ୍ରୋଜେକ୍ଟ କରିବା ପାଇଁ। ସେମାନେ ତାଙ୍କ ନିଜ ନିଜ ସ୍ତରରେ ଶିକ୍ଷକମାନଙ୍କ ସହାୟତାରେ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ସେମାନେ ଆଜି ପ୍ରଦର୍ଶିତ କରୁଛନ୍ତି। ଆଜି ବିଶ୍ୱ ବିଜ୍ଞାନ ଦିବସ ଅବସରରେ ଏହି ଯେଉଁ କାର୍ଯ୍ୟକ୍ରମ ପିଲାଙ୍କ ମନରେ ବିଜ୍ଞାନର ଚିନ୍ତାଧାରା ବଢ଼ାଇବା ପାଇଁକି, ଯାହାଫଳରେ ବିଜ୍ଞାନ ଦୈନନ୍ଦିନ ଜୀବନ ତଥା ବିଶ୍ୱ ଜାତିର କଲ୍ୟାଣ ପାଇଁ ବ୍ୟବହାର ହୋଇଥାଏ। ପାଖାପାଖି ଆମର 70ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପିଲାମାନେ ଆଜି ପ୍ରଦର୍ଶିତ କରିଛନ୍ତି। ଆଉ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ସର୍ବମୋଟ 387। ପାଖାପାଖି 70 ପ୍ରୋଜେକ୍ଟ ଆଜି ପ୍ରଦର୍ଶିତ ହୋଇଛି ବିଜ୍ଞାନ ଉପରେ ପରିବେଶ। ନିଶ୍ଚିତ ଭାବରେ ଆମ ବିଦ୍ୟାଳୟର ନାଁ ରହିଛି। ଆମର ଗତ ବର୍ଷ ତା ପୂର୍ବ ବର୍ଷ ପିଲା ଯାଇଥିଲେ ଜିଲ୍ଲା ସ୍ତରକୁ, ଯାଇଥିଲେ ବ୍ଲକରୁ। ଜିଲ୍ଲା ସ୍ତରକୁ ମଧ୍ୟ ପୂର୍ବ ବର୍ଷମାନଙ୍କରେ ରାଜ୍ୟସ୍ତରକୁ ମଧ୍ୟ ଯାଇଛନ୍ତି। ଆଉ ଶିକ୍ଷକମାନେ ମଧ୍ୟ ତା ପାଇଁ ମଧ୍ୟ ପୁରସ୍କୃତ ହୋଇଛନ୍ତି, ଜିଲ୍ଲା ସ୍ତର ପୁରସ୍କୃତ। ମୋ ନାଁ ସୌରଭ ନାୟକ। ମୁଁ ଦଧିବାମନ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟର 8ମ ଶ୍ରେଣୀର ଛାତ୍ର ଅଟେ। ମୋର ଏହି ପ୍ରକଳ୍ପର ନାମ ହେଉଛି ଇମର୍ଜିଂ ଟେକ୍ନୋଲୋଜିସ୍, ଅର୍ଥାତ୍ ଉଦୟକିରଣ ପ୍ରଯୁକ୍ତି ବିଦ୍ୟା। ମୁଁ ଏହି ପ୍ରକଳ୍ପ ମାଧ୍ୟମରେ କେତେଗୁଡ଼ିଏ ପ୍ରଯୁକ୍ତି ବିଦ୍ୟାର ଉଦାହରଣ ଦେଇଛି, ଯାହା ମାନବ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳିପାରେ, ଏହା ମୋର ବିଶ୍ୱାସ ଅଟେ। ମୋର ପ୍ରଥମ ପ୍ରଯୁକ୍ତି ବିଦ୍ୟା ହେଉଛି, ଆମ୍ଭ ପୃଥିବୀରେ ବହୁତ ଗାଡ଼ିର ମାତ୍ରା ବହୁତ ଗୁଡ଼ିଏ ବଢ଼ିଯାଇଛି, ତ ମୁଁ ସେଇ ଗାଡ଼ିରୁ ବିଦ୍ୟୁତ୍ ସୃଷ୍ଟି କରିଛି। ଗାଡ଼ି ଚାଲିବା ଦ୍ୱାରା ବିଦ୍ୟୁତ୍ ସୃଷ୍ଟି ହେଉଛି।
तो द्वितीय मु करुच्ची कि आम ओडिशा रे प्रति वर्ष गोटे ना गोटे साइक्लोन आसी से 1900 मसीहार महाबात्या हो कि 2019 मसीहार फनी बात्या हो से बात्या जो पवन द्वारा क्षयक्षति घटी किंतु एबे आमे आधुनिक हो सारी से पवन द्वारा आम विद्युत सृष्टि करुचे पवन द्वारा कि वर्षा जल संरक्षण आम मैंने जो 2 घंटा लगातार वर्षा हेले 800 लिटर जल खर्च होता है आम जलर बंचाई आम जल को गोटे टांकी साहाय्य तौक आनुचे और फिल्टरिंग कर बगीचा किंबा निजर व्यवहार करछे आम विद्युत सृष्टि कर विद्युत जो घरर किसी कौन व्यवहार लगाऊे तृतीय करुचु आम मिश्रित कृषि आम अल्प स्थान केते गुड़िए बहुत गुड़िए गछ लगेचु फल आमर अधिक उत्पादन होमें गोटे कुकुड़ा घर सहित ता तले गोटे माछ चाष करछु कुकुड़ा चाषर मल माछ चाष पड़ो और माछ चाष खाद्य देवाक पड़ो ना तो चतुर्थ मुझे सोलार एनर्जी और विंड एनर्जी पवन चक्री जलिया द्वारा आम विद्युत सृष्टि होती और सोलार एनर्जी जलिया द्वारा आम विद्युत सृष्टि मो नाम प्रियंका प्रियदर्शनी दास आम प्रोजेक्ट नाम हूँ बर्ज्यवस्तु परिचालन और प्लास्टिक विकल्प बर्ज्यवस्तु परिचालन अर्थ ना आम बर्ज्यवस्तु को भल भाव संग्रह करवा पुनर्चक्रण कर व्यवहार करवा बर्ज्यवस्तु को जदि आम भल भाव परिचालन करवा मानव स्वास्थ्य जीवजंतु मान स्वास्थ्य भल भाव रही परिवेश प्रदूषण ह्रास पाइब पृथ्वी रे प्रदूषण मात्रा कमिज प्लास्टिक विकल्प भाव आम छोट थली कपड़ा थली ठुंगा आकार आम व्यवहार कर जदि आम डस्टबिन की भल भाव जब व्यवहार करवा आम परिवेश एत प्रदूषण हेनी आम 2टा डस्टबिन नहीं गोटे सबुज डस्टबिन नहीं गोटे नील डस्टबिन नहीं सबुज डस्टबिन आम माने अजैव पदार्थ पकेबा और नील डस्टबिन आम जैव पदार्थ पकेबा आम गोटे डस्टबिन करके पकेबा रिसाइकिल कर पुनर्बार व्यवहार कर जहाँ आम परिवेश एत प्रदूषण हेनी जहाँ आमर माने पुनर्बार व्यवहार आसपार प्लास्टिक जोटा आम रिसाइकिल हो पार माने प्लास्टिक हो कागज हो आम व्यवहार पुनर्बार व्यवहार कर नमस्कार मो ना साईस्मिता दास षष्ठ श्रेणी छात्री जगतसिंहपुर जिला दधिबाबंजु सरकारी उच्च विद्यालय आसी एनवायरनमेंट अवेयरनेस साइंस प्रोजेक्ट देखो ये जो कारखाना है जो धुआं बाहर से हूँ माने वायुमंडल को दूषित करुच्ची गोटे फिल्टर बाहर फिल्टर ए जो धुआं बाहर माने फिल्टरिंग कर रखिबो आ ये पृथ्वी एपटा हूँ दूषित हो जाए एपटा हूँ भल अच्छी जदि आमे एमती गछ काटी चलिबा कल कारखाना निर्माण कर चलिबा अधा पृथ्वी भी सेमती प्रदूषित हो जाए।